अष्टाविंशोऽध्याय उद्धव उवाच। उद्धव कृष्णर वचने कहे भक्ति अनुमाने। शरीर बहिए संसारे जीव समस्त कर्म करे। तुम्भ भक्ति भाव जेते मते कहिल नाना मते। ए माया प्रपंच जगत तर चरण मात्र सत्य। भगत जन तपयरे पूजन्ति केमंत प्रकारे। वेद आगम शास्त्र मते परम धर्म ए जगते। व्यास अंगिरा ब्रह्म सुते जे धर्म ताहांकर मते। सकल ग्रंथि अवधारी से कर्म जुग साध्य करी। धर्म करंती नाना मते एबे मु पचारई तते। तमुख कमलु गलित शुचि सुरुचि सुललित। मम न बिना कर्म जुगे स्थिर न रहे हृद भागे। जे कर्म जुग तुम्भ मुखे कहिली मुनिंक सम्मुखे। जे कथा पार्वती सम्मुखे ईश्वर कहिछन्ति मुखे। जे कर्म जुग धर्म सार सकल वर्णे अधिकार। स्त्री शूद्र आदि जेते प्राणी करंती कर्म जुग जानी। केमंते जीवर उद्धार कह हे कमलार बर। अमल कमल लोचन जे कर्म बंध विमोचन। श्री भगवानुवाच। शुण उद्धव वाक्य सार बोलन्ति प्रभु दामोदर। उद्धव कर्म जुग कथा केबा कथने सामरथा। अनंत महिमा जाहार के करी पारिब गोचर। संक्षेपे कहुअछि मुहि शुण उद्धव स्थिर हई। जे कर्म जुग प्रकरण अशेष जीव परित्राण। आगम निगम पुराणे सकल शास्त्रे जे बख्याणे। विविध मते जा कहन्ति मज्ञ पूजा अर्थे चिंती। एनु जाहार जेणे इच्छा करन्ति नाना मते दीक्षा। अशेष जन्म पुण्य भागे मते पूजन्ति कर्म यज्ञे। ब्राह्मण कूले जन्म हई यज्ञोपवीत कंधे बही। गुरु वचन मने धरी गायत्री उपदेश करी। श्रद्धा भक्ति करी चित्ते जे अबा पूजिब जे मन्ते। शुण म पूजा विधि जेते भावे कहिबि त अग्रते। प्रतिमा स्थापी भूमि तले अथवा स्तंडील अनले। सूर्य पूजिब किबा जले अथवा हृदय कमले। श्रद्धा भक्ति चित्त जुते द्रव्य समर्पी नाना मते। पवित्र निज गुरु वाक्ये मते पूजिब यथा शके। दंत बदन जले थुई स्वभावे शुचिमंत हई। प्रभाते पुण्य नदी जले स्नान करिब यथा काले। वेद आगमे मंत्रे जंत्रे पूजा करिब शुद्ध चित्ते। जे मते श्रद्धारे पूजिब से नित्य कर्मे नित्य थिब। केवल ईश्वर भावने संकल्प करी शुद्ध मने। दारु पाषाण धातु मये लिपि लिखन जेते हुए। बालुका मई लौह मई एमंत प्रतिमा भियाई। जेमंते हईब प्रतिमा सुंदर स्वरूप उत्तमा।
ଏମନ୍ତ ମୂର୍ତ୍ତି ଚରାଚର ବିଷ୍ଣୁର ପୂଜାର ମନ୍ଦିର ନିର୍ମାଣ କରି ବିଷ୍ଣୁ ରୂପେ ନିଶ୍ଚଳେ ପୂଜିବ ସମୀପେ। ଯେ ଆବାହନ ବିସର୍ଜନ ଅଚଳ ପ୍ରତିମା ଅର୍ଚ୍ଚନ ଅଚଳେ ନ କରି ଏମନ୍ତ ଏ ବୁଦ୍ଧ ଜନଙ୍କର ମତ। ଲେପ ଲେଖନେ ଯେତେ ହୋଇ ସ୍ନାନ ମାର୍ଜନା ନ କରାଇ ସ୍ନାନ ମାର୍ଜନେ ଇଚ୍ଛା ଯେବେ ଦର୍ପଣେ କରାଇବ ତେବେ। ଯତ୍ନେ ଉତ୍ତମ ଦ୍ରବ୍ୟ ଆଣି ପବିତ୍ର ଗନ୍ଧ ପୁଷ୍ପ ପାଣି ମାୟା ନଥିବ ଦେହ ମଧ୍ୟେ ବିଧାନେ ପୂଜିବ ଆନନ୍ଦେ। ଯଦ୍ୟପି ଭକତ ଅଗ୍ରତେ ଯେ କିଛି ଲଭେ ଅକସ୍ମାତେ ତେଣେ ପୂଜିବ ନର ହରି ହୃଦେ ଭକତି ଭାବ ଧରି। ଦିବ୍ୟ ପ୍ରତିମା ପୂଜେ ଯେବେ ନାନା ଉପହାର ସ୍ୱଭାବେ ଚନ୍ଦନ ବସ୍ତ୍ର ଅଳଙ୍କାର ଭକ୍ଷ୍ୟ ଭୋଜନ ମନୋହର। ମଣ୍ଡଳେ ଯେବା ପୂଜା କରି ମନ୍ତ୍ର ବ୍ୟବହାରେ ନ୍ୟାସ କରି ଅନଳେ ଯେ ପୂଜିବ ମତେ ହୁମ କରିବ ମୂଳ ମନ୍ତ୍ରେ। ରବି ପୂଜିବ ଅର୍ଘ୍ୟ ଜଳେ ମୁଥାଇ ଆଦିତ୍ୟ ମଣ୍ଡଳେ ଏଣୁର ଶାଳ ବସ୍ତୁ ଯେତେ ଦେବ ଆଦିତ୍ୟ ମୁଖେ ମତେ। ଦରିଦ୍ର ପ୍ରାଣୀ ଯେବେ ମତେ ଦୃଢ଼େ ପୂଜିବ ଭାବ ଚିତ୍ତେ ତାହାର ଫଳ ପୁଷ୍ପ ମୁହିଁ ରେଣୁ ପ୍ରମାଣେ ଯେବେ ପାଇ ସନ୍ତୋଷେ କରଇ ଆହାର ଯେଣୁ ଭକତ ବନ୍ଧୁ ମୋର। ସେ ଯେବେ ରେଣୁ ମାତ୍ର ଦେଇ ମୁଁ ତାହା ବହୁତ ଘେନଇ ଯେ ମେରୁ ତୁଲ୍ୟ ନାନା ଦ୍ରବ୍ୟେ ମତେ ସମର୍ପଇ ଅଭାବେ। ଶ୍ରଦ୍ଧା ନ ଥାଇ ଅନ୍ତର୍ଗତେ ମୁଁ ତାହା ଛୁଇଁବି କେମନ୍ତେ। ସୁଗନ୍ଧ ପୁଷ୍ପ ଧୂପ ଦୀପେ ବସ୍ତ୍ରଭୂଷଣ ରତ୍ନ କଳ୍ପେ ତେଣେ ମୋ ନାହିଁ ମନ ଶୁଦ୍ଧି ଏବେ ଶୁଣ ହେ ପୂଜା ବିଧି। ଯେ ମତେ ଯେମନ୍ତେ ପୂଜିଲେ ଜୀବ ନିସ୍ତାର ହୁଏ ଭୋଲେ। ପବିତ୍ର ଜଳେ ସ୍ନାନ କରି ତିଳ କୁସୁମ କୁଶ ଧରି ସକଳ ଦ୍ରବ୍ୟ ଅବଧାନେ ଘେନି ମିଳିବ ପୂଜା ସ୍ଥାନେ। ବ୍ରାହ୍ମଣ ପୂଜେ ଯେବେ ମତେ ଅଖଣ୍ଡ କୁଶ ଘେନି ହସ୍ତେ ମନ୍ତ୍ର ଉଚାରି ପୂର୍ବ ଦିଗେ କୁଶ ସ୍ଥାପିବ ଭୂମି ଭାଗେ। ପୂର୍ବ ଦିଗକୁ ମୁଖ କରି ବସିବ ଆସନ ସୁମରି ଅଙ୍ଗ ଶୁଧିବ ଅଙ୍ଗ ନ୍ୟାସେ ମନ୍ତ୍ର ଉଚାରିବେ ନିପାସେ। ମନ୍ତ୍ର ସୁମରି କୁଶନୀରେ ମାର୍ଜନ କରି ଆତ୍ମା ଶିରେ ପୂଜାର ଦ୍ରବ୍ୟ ପୂଜା ଭୂମି ମାର୍ଜିବ ଆପଣା ମୂର୍ଧନି। ବାକ୍ୟ ପବିତ୍ର କରି ଗାତ୍ର ସମ୍ମୁଖେ ସ୍ଥାପି ତିନି ପାତ୍ର କ୍ରମେ ସ୍ଥାପିବ ତିନି ସ୍ଥାନ ଯେ ପାଦ୍ୟ ଅର୍ଘ୍ୟ ଆଚମନ। ଓଙ୍କାର ପୂର୍ବ ନାମ ମନ୍ତ୍ରେ ଶୋଧନ କରି ପାଦ୍ୟ ପାତ୍ରେ ସ୍ୱାହା ସୁମରି ଅର୍ଘ୍ୟ ପାତ୍ରେ ପ୍ରକ୍ଷଣ କରିବ ପବିତ୍ରେ। ତୃତୀୟ ଆଚମନ ପାତ୍ରେ ଜଳ ଖେପିବ ଶାଖା ମନ୍ତ୍ରେ। ଗାୟତ୍ରୀ ମନ୍ତ୍ରେ ସର୍ବଦ୍ରବ୍ୟ ଜଳ ସିଞ୍ଚିବ ଶୁଦ୍ଧ ଭାବେ। ସମ୍ପୁଟେ ଯୋଡ଼ି କର ତଳ ଚିନ୍ତିବ ହୃଦୟ କମଳ। ମନ ପବନ କରି ସ୍ଥିର ଆସନେ କୁଞ୍ଚିତ ଆଧାର। ପରମ ଆତ୍ମା ଦିବ୍ୟ ମୂର୍ତ୍ତି ହୃଦୟ ପଦ୍ମ ମଧ୍ୟେ ଚିନ୍ତି ଲବ ନିମିଷେ ଦଣ୍ଡ ମାତ୍ରେ ମନ ଚଞ୍ଚଳ କରି ଗାତ୍ରେ। ଏମନ୍ତେ ଧ୍ୟାନେ ପୂଜା ସାରି ପଛେ ମଣ୍ଡଳ ପୂଜା କରି ସ୍ୱମନ୍ତ୍ରେ ଆବାହନ କରି ଦେହ ସ୍ଥାପିବ ମୁଦ୍ରା ଧରି। ହୃଦୟ ଆଦି ଚାରି ଦିଶେ ମୂର୍ତ୍ତି କରିବ ମନ୍ତ୍ର ବାସେ। ବିବିଧ ଦ୍ରବ୍ୟ ଉପହାରେ ପୂଜା ପ୍ରକାଶୀ ବ୍ୟବହାରେ। ଯେ ପାଦ୍ୟ ଅର୍ଘ୍ୟ ଆଚମନ ମନ୍ତ୍ରେ କରିବ ନିବେଦନ। ଧର୍ମାଦି ଅଷ୍ଟମୂର୍ତ୍ତି ଧ୍ୟାନେ ମନ୍ତ୍ରେ ପୂଜିବ ନିଜ ସ୍ଥାନେ। ବିମଳା ଆଦି ନବ ଶକ୍ତି ନ୍ୟାସେ ପୂଜିବ ଯଥାସ୍ଥିତି। ମଧ୍ୟେ କରିବ ଅଷ୍ଟଦଳ କୁମଳ ଅତ୍ୟନ୍ତ ଉଜ୍ଜ୍ୱଳ। ବେଦ ଆଗମ ମନ୍ତ୍ର ତନ୍ତ୍ରେ କର୍ଣ୍ଣିକା କେଶର ସହିତେ। ଏମନ୍ତ ପୂଜିବ ବିଧାନେ ଯେପରି ଭେଦ ଅନୁମାନେ। ଶଙ୍ଖ ଚକ୍ର ଗଦା କମଳ ପୂଜିବ ଲଙ୍ଗଳ ମୂଷଳ। ସମ୍ମୁଖେ ବାଣ ସରାସନ ଯେ ବିଧି ଶାସ୍ତ୍ର ପୂଜା ସ୍ଥାନ।
ଶ୍ରୀବତ୍ସ ବନମାଳା ମଣି ଧ୍ୟାନେ ପୂଜିବ ସ୍ଥାନ ଜାଣି ସୁବଳ ପାରିଷଦ ବୃନ୍ଦ ସୁନନ୍ଦ ନନ୍ଦ ମହାନନ୍ଦ ସୁଚଣ୍ଡ ଚଣ୍ଡ ଏ ପ୍ରଚଣ୍ଡ ସୁବୀର ସୁମୁଖ ଉର୍ଦଣ୍ଡ କୁମୁଦ କୁମୁଦ ଲୋଚନ ପାର୍ବତୀ ପାର୍ବତୀ ନନ୍ଦନ ପୂଜିବ ନ୍ୟାସେ ବିଶ୍ବେଶନ ନିଜ ଗୁରୁ ପାକ ଶାସନ ସର୍ବ ପାରିଷଦ ବିଧାନ ପୂଜିବ ସ୍ଥାପି ନିଜ ସ୍ଥାନ ଲେପନ ସୁଗନ୍ଧ ଚନ୍ଦନ ଶୀତଳ ଜଳ ସମାର୍ଜନ ଦ୍ରବ୍ୟ ଉପହାର ଘଟନେ ନିଗମ ପୁରାଣ ବଚନେ ସୁଗନ୍ଧ ବସ୍ତ୍ର ଅଳଙ୍କାର ସୂଚି ପବିତ୍ର ଉପହାର ସୁଗନ୍ଧ ପାଦ୍ୟ ଅର୍ଘ୍ୟ ଧ୍ୟାନ ପବିତ୍ର ଜଳେ ଆଚମନ ସୁମନୁହର ଧୂପ ଦୀପେ ଖଣ୍ଡ ମୁଦକ ଘୃତ ପାକେ ଅନ୍ନ ବ୍ୟଞ୍ଜନ ନାନା ପାକେ ପୂଜା ପ୍ରାପନ ସୁପୋଷାକେ କ୍ଷୀର ବିକାରେ ଯେତେ ମିଳେ ସୁଗନ୍ଧ ସୁଶୀତଳ ଜଳେ ବିଭବ କ୍ରମେ ମିଳେ ଯେତେ ଥୋଇବ ମହର ଅଗ୍ରତେ ପ୍ରେମାନୁବନ୍ଧ ଅଙ୍ଗ ସଙ୍ଗେ ଲୋଚନ ଦେଇ ମୋର ଅଙ୍ଗେ ମୋର ମଙ୍ଗଳ ଅଭିଷେକ ବିଧି ପ୍ରକାରେ ଏକ ଏକ ଆନନ୍ଦେ ମହୋତ୍ସବ କରି ପ୍ରମୁଦେ ବାଦ୍ୟନାଦ ଭରି ଏମନ୍ତେ ପୂଜା ବାରେ ବାରେ ଯଥା ବିଭବ ଅନୁସାରେ ପୂଜାର ଅନ୍ତେ ଅଗ୍ନିକୁଣ୍ଡେ ହୋମ କରିବ ଘୃତ ଖଣ୍ଡେ ଅନଳ ମଧ୍ୟେ ରୂପ ମୋର ତପ୍ତ କାଞ୍ଚନ ମନୋହର ନିଜ ଆୟୁଧ ଚାରି ଭୁଜେ ପୀତବସନ କଟି ମାଝେ କିରୀଟ କୁଣ୍ଡଳ ବିରାଜେ ମେଖଳା କଟି ଦେଶେ ସାଜେ ମର୍କତ କେୟୁର କଙ୍କଣ ହୃଦୟେ ଶିବସର ଚିହ୍ନ କସ୍ତୁଭ ମଣି ଶୁଭେ ଗଳେ ସୁନ୍ଦର ଦିଶେ ବନମାଳେ ଏବେ ଏ ଦିବ୍ୟ ରୂପ ମତେ ଧ୍ୟାନେ ଚିନ୍ତିବ ହୃଦ ବନ୍ଧେ ଘୃତ ଆହୁତି ମୂଳ ମନ୍ତ୍ରେ ହୋମ କରିବ ବେଦ ତନ୍ତ୍ରେ ଯେ ନାମ ଗୋତ୍ର ଉଚ୍ଚାରଣେ ପୂଜିବ ପାରିଷଦ ଗଣେ ପ୍ରଣାମ କରି ଜଣେ ଜଣେ ପୂଜିବ ବେଦ ଉଚ୍ଚାରଣେ ଏମନ୍ତେ ପାରିଷଦ ଗଣେ ବଳି କରିବ ସମର୍ପଣେ ନିଶ୍ଚଳେ ମୂଳ ମନ୍ତ୍ର ଜପି ବ୍ରହ୍ମ ସ୍ମରଣେ ଚିତ୍ତ ସ୍ଥାପି ଧ୍ୟାନେ ଭୋଜନ ଶେଷ ଜାଣି ସମର୍ପି ଆଚମନ ପାଣି ମୋର ନିର୍ମାଲ୍ୟ ଶେଷ ଭାଗ ବିଶ୍ୱେକ ସେନେ ତାହା ଦେବ କର୍ପୂର ଗନ୍ଧ ଜଳ ମିଶେ ତାମ୍ବୁଳ ଦେବ ମୁଖ ବାସେ ସୁଗନ୍ଧ ପୁଷ୍ପ ଘେନି କରେ ତ୍ରିବାର ଦେବ ମୋର ଶିରେ ମୋର ପବିତ୍ର ଯଶ ଗୁଣ ମଙ୍ଗଳ ନାମ ଉଚ୍ଚାରଣ ନୃତ୍ୟ କରିବ ଉଚ୍ଚେ ଭଣି କର୍ଣ୍ଣେ ମହର କଥା ଶୁଣି ବିଷୟ ଦ୍ୱନ୍ଦ୍ୱ ଅବଧାନେ ଯେବେ ନ ପାରେ ମୋ ପୂଜନେ ସ୍ତୁତି ପଠନେ ମୋର ମନ ସ୍ତବନେ କରାଇ ପ୍ରସନ୍ନ ବେଦ ପୁରାଣେ ସ୍ତୁତି ଯେତେ ଆନନ୍ଦେ ପଢ଼ି ମୋ ଅଗ୍ରତେ ନମସ୍ତେ ଲକ୍ଷ୍ମୀ ଦେବୀ କାନ୍ତ ଉଚ୍ଚାରି ଯୋଡ଼ିବେନି ହସ୍ତ ତ୍ରିବାର କରି ପ୍ରଦକ୍ଷିଣ ଦଣ୍ଡ ପ୍ରମାଣ ପୁଣ ପୁଣ ମୋର ଚରଣେ ଶିର ଦେଇ ବଲିବ କୃଷ୍ଣ ତ୍ରାହି ତ୍ରାହି ଅନାଦି ଧର୍ମ ନିରାକାର ଭବ ସାଗରୁ କର ପାର ଏ ରୂପେ ନମସ୍କାର କରି ଶେଷେ ନିର୍ମାଲ୍ୟ ଶିରେ ଧରି ପଛେ କରିବ ବିସର୍ଜନ ଦେଖାଇ ସର୍ବଭୂତେ ପୁଣ ହେମନ୍ତ ରୂପ ମୋର ଯେତେ ମୂର୍ତ୍ତି କରାଇ ଶୁଦ୍ଧ ଚିତ୍ତେ ନିତ୍ୟ ବୁଝିବ ପ୍ରିୟ ଭାବେ ଯେ ବିଧି ପୂଜାର ପ୍ରସ୍ତାବେ ହେମନ୍ତ ଭାବେ ନିତ୍ୟ ନିତ୍ୟ ଯେ ପ୍ରାଣୀ ଭଜୁଥାନ୍ତି ମତେ ସର୍ବ ସମ୍ପଦ ଅନୁକୂଳେ ଲଭନ୍ତି ପରମ ମଙ୍ଗଳେ ମୋର ମଧୁର ରୂପ ବେଶ ଚିତ୍ତ ମନ୍ଦିରେ ଦେଇ ବାସ ଗନ୍ଧ ପ୍ରସୂନ ଆଦି ବର୍ଣ୍ଣ ନାନା ପ୍ରକାରେ କ୍ରୀଡ଼ା ସ୍ଥାନ ମହର ଉତ୍ସବ ସମସ୍ତ କରିବ ଶକ୍ତି ଅନୁମତ ମୋର ଉତ୍ସବ ପୂର୍ବା ପୂର୍ବେ ଭାବେ ପୂଜିବ ନାନା ଦ୍ରବ୍ୟେ ଏମନ୍ତେ ପୂଜିବ ହୁବିଧେ ବଞ୍ଚିବ ଉତ୍ସବ ଆନନ୍ଦେ
କୃଷି ବାଣିଜ୍ୟ ବ୍ୟବହାରେ ଜୀବନ ଉପାୟ ପ୍ରକାରେ ନିବାସ ପୁର ଗ୍ରାମ ଆଦି ଯେ ଅବା ସମ୍ପଦ ପ୍ରସିଦ୍ଧି ସମର୍ପି ମହର ଚରଣେ ମୋ ନାମ ଉଚ୍ଚାରି ବଦନେ ସାଲୁକ୍ୟ ମୁକ୍ତିପଦ ତାର ନିବାସ ଲଭେ ମୋର ପୁର ଏ ମୋର ପୂଜାର ଲକ୍ଷଣ ଉଦ୍ଧବ ଏକ ମନେ ଶୁଣ ଯେ ମତେ ଦିଅନ୍ତି ଗୃହ ଦାନ ହେଳେ ଲଭନ୍ତି ତ୍ରିଭୁବନ ମତେ ମଣ୍ଡପେ ସ୍ଥାପେ ଯେବେ ପ୍ରତିଷ୍ଠା କରି ପ୍ରିୟ ଭାବେ ଶପଥ ଦୀପେ ହୁଏ ରାଜା ମୋହର ପ୍ରାୟ ଲଭେ ପୂଜା ଯେ ମତେ ପୂଜେ ଏ ସଂସାରେ ସେ ବ୍ରହ୍ମ ଲୋକ ଭୋଗ କରେ ସାଲୁକ୍ୟ ମୁକ୍ତି ଏ ସଂସାରେ ଲଭନ୍ତି ଏ ତିନି ପ୍ରକାରେ ଯେ ନିରପେକ୍ଷ ଭକ୍ତି ଯୁଗେ ଆତ୍ମା ନିସ୍ତାର ଭକ୍ତି ମାର୍ଗେ ମୋର ଚରଣେ ଦୃଢ଼େ ଭଜେ ମାୟା ସଂସାର ଭ୍ରମ ତେଜେ କେବଳ ଭାବେ ମୋର ଧର୍ମ ସେ ପ୍ରାଣୀ ଲଭେ ପୂର୍ଣ୍ଣ କାମ ବିବିଧ ସନ୍ତାପ ସେ ତୋରେ ନ ବୁଡ଼େ ଘୋର ଅନ୍ଧକାରେ ଏ ରୂପେ ମତେ ଯେ ପୂଜନ୍ତି ହୃଦେ ଭକତି ଯୁଗେ ଚିନ୍ତି ମୋର ସେବନେ ନିରବଧି ସେ ପ୍ରାଣୀ ଲଭେ ସର୍ବସିଦ୍ଧି ଶୁଣ ଉଦ୍ଧବ କହୁଁ ତତେ ଯେ ପ୍ରାଣୀ ଜନ୍ମିଏ ଜଗତେ ସ୍ୱଦତ୍ତ ପରଦତ୍ତ ବୃତ୍ତି ଯତନେ ଅଜ୍ଞାନେ ହରନ୍ତି ଦେବ ବ୍ରାହ୍ମଣ ତାତ ସୁଖେ ସେ କାହିଁ ଥିବ ନର ଲୁକେ ଜୀବନ ଅନ୍ତେ କୁମ୍ଭୀ ପାକେ ପଡ଼ନ୍ତି ବିଷ୍ଟାକୃମି ରୂପେ କେବଳ ନରକ ଆହାର କରଇ ଲକ୍ଷ ସମ୍ବତ୍ସର ଯେ ପ୍ରାଣୀ କୃଷ୍ଣ କର୍ମ କରେ ଯେ ଅବା ସାହା ହୁଅନ୍ତି ପରେ ଯେ ବା ପଣେ ନ ପାରଇ ପୂଜା କରାଇ ହେତୁ ହୋଇ ଯେ ମୋର ପୂଜା କର୍ମ ଦେଖି ସୁଖେ ଆନନ୍ଦେ ବୁଝେ ଆଖି ଏ ଚାରି ଜନେ ସମ ଫଳ ଲଭନ୍ତି କହିଲେ ଗୋପାଳ ଉଦ୍ଧବ ଶୁଣି କୃତ କୃତ୍ୟ ନମଇ ଦାସ ଜଗନ୍ନାଥ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂଗୀତାୟାଂ 82 ଏକାଦଶ ସ୍କନ୍ଧେ ଶ୍ରୀକୃଷ୍ଣ ଉଦ୍ଧବ ସମ୍ବାଦେ ପ୍ରତିମା ପୂଜା ଲକ୍ଷଣଂ ନାମ 28 ଅଧ୍ୟାୟ।